ଆପଣ ସବୁ କରନ୍ତୁ ମାତ୍ର ପରମେଶ୍ୱରଙ୍କ ସହିତ ଯୁଦ୍ଧ କରିବା ପାଇଁ ପରମେଶ୍ୱରଙ୍କ ସହିତ ଲଢ଼ିବା ପାଇଁ କେବେ ହେଲେ ମଧ୍ୟ ଚେଷ୍ଟା କରନ୍ତୁ ନାହିଁ। ଏହି ପ୍ରକାର ଗୋଟେ ବ୍ୟକ୍ତି ସେ ପରମେଶ୍ୱରଙ୍କ ସହିତ ଲଢ଼ିବା ପାଇଁ ପରମେଶ୍ୱରଙ୍କ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ସେ ଆଗ୍ରହ ପ୍ରକାଶ କରିଥିଲେ। ତାଙ୍କ ନାଁ ସାଉଲ। ପରମେଶ୍ୱର ଦମେଶକ ପଥରେ ସାଉଲକୁ ଏହି ପ୍ରକାର ଧରିଲେ ଯେ ସେଇ ସାଉଲ ଯେଉଁ ସାଉଲ ପରମେଶ୍ୱରଙ୍କର ସୁସମାଚାରକୁ ମଣ୍ଡଳୀକୁ ପରମେଶ୍ୱରଙ୍କର ଲୋକମାନଙ୍କୁ ନିନ୍ଦା ତାଡ଼ନା କରି କାରାଗାରରେ ପକାଇ ତାଙ୍କୁ ବହୁତ ପ୍ରକାର ତାଡ଼ନା କରିବାକୁ ଇଚ୍ଛା କରୁଥିଲେ। ଏହି ପ୍ରକାର ଭାବରେ ପରମେଶ୍ୱର ତାଙ୍କୁ ଧରିଲେ। ସେ ଦୁନିଆର କଣେ କଣେ ଯୀଶୁଖ୍ରୀଷ୍ଟଙ୍କର ସୁସମାଚାରକୁ ପ୍ରଚାର କଲେ। ବାଇବଲର ନୂତନ ନିୟମରୁ ଅଧାରୁ ଅଧିକ ପୁସ୍ତକ ସେ ଲେଖିଲେ। ସେଥିପାଇଁ ସମସ୍ତଙ୍କ ସହିତ ଲଢ଼ିବେ ମାତ୍ର ପରମେଶ୍ୱରଙ୍କ ସହିତ ଲଢ଼ିବା ପାଇଁ ଚେଷ୍ଟା କରିବେ ନାହିଁ। ଯେଉଁମାନେ ପରମେଶ୍ୱରଙ୍କ ସହିତ ଲଢ଼ିଛନ୍ତି ପରମେଶ୍ୱର ସେମାନଙ୍କୁ ଏହି ପ୍ରକାର ଭାବେ ଧରିଛନ୍ତି ଯେ ସେମାନେ ପାଗଳ ପରି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପ୍ରେମରେ ପଡ଼ି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ସୁସମାଚାରକୁ କଣେ କଣେ ସେମାନେ ପ୍ରଚାର କରିଛନ୍ତି। ପ୍ରିୟମାନେ, ପୃଥିବୀର ଏ ପ୍ରକାର କୌଣସି ଦେଶ ନାହିଁ ଯେଉଁ ଦେଶର ଲୋକମାନେ ପରମେଶ୍ୱରଙ୍କ ବିରୁଦ୍ଧରେ ଲଢ଼ି ନାହାନ୍ତି ବୋଲି। ମାତ୍ର ଯେଉଁ ସମୟରେ ସେମାନେ ସତ୍ୟ ପରମେଶ୍ୱରଙ୍କ ପରିଚୟ ପାଇଗଲେ, ପାଉଲ ଯେ ପ୍ରକାର ଦମେଶକ ପଥରେ ପରମେଶ୍ୱରଙ୍କ ପରିଚୟ ପାଇ ପୃଥିବୀର କଣେ କଣେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ସୁସମାଚାରକୁ ପ୍ରଚାର କଲେ। ବାଇବଲରେ ନୂତନ ନିୟମରେ ସବୁଠାରୁ ଅଧିକ ପୁସ୍ତକ ଗୁଡ଼ିକ ରଚନା କଲେ ଆଉ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନିମନ୍ତେ ଅନେକ ନିନ୍ଦା ତାଡ଼ନା ସହିଲେ। ସେଥିପାଇଁ କହିବା ପାଇଁ ଚାହେଁ ସମସ୍ତଙ୍କ ସହିତ ଲଢ଼ନ୍ତୁ ମାତ୍ର ପରମେଶ୍ୱରଙ୍କ ସହିତ ଲଢ଼ନ୍ତୁ ନାହିଁ। ଯେଉଁ ସମୟରେ ସେହି କାରାରକ୍ଷକ ଜଣେ ପାଉଲ ଓ ଶିଲାଙ୍କୁ ନେଇ ସେମାନଙ୍କୁ ଜେଲ୍ ଭିତରେ ଭର୍ତ୍ତି କରି ବେତ୍ରାଘାତ କରି ହାତରେ ହରିକାଠ ଲଗେଇ ସେମାନଙ୍କୁ ଏହି ପ୍ରକାର ଭାବରେ ତାଡ଼ନା କରିଥିଲେ, ମାତ୍ର ଅର୍ଦ୍ଧରାତ୍ରରେ ପାଉଲ ଓ ଶିଲା ଯେଉଁ ସମୟରେ ପ୍ରାର୍ଥନା ଓ ସ୍ତବଗାନ କରୁଥିଲେ ଏହି ପ୍ରକାର ଭୂମିକମ୍ପ ହେଲା ଯେ ସମସ୍ତଙ୍କର ବନ୍ଧନ ଫିଟିଗଲା। ସେହି ସମୟରେ ଯେଉଁମାନେ ପାଉଲ ଓ ଶିଲାଙ୍କୁ ମାରିଥିଲେ ସେମାନେ ଡରି ଡରି ଥରି ଥରି ତାଙ୍କ ପାଖକୁ ଆସିକିନା ପଚାରୁଛନ୍ତି, ହେ ମହାଶୟମାନେ, ପରିତ୍ରାଣ ପାଇବା ନିମନ୍ତେ ଆମକୁ କ'ଣ କରିବାକୁ ପଡ଼ିବ? ସେହି ସ୍ଥାନରେ ସେମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ନିଜର ଜୀବନର ତ୍ରାଣକର୍ତ୍ତା ଭାବେ ଗ୍ରହଣ କଲେ। ସମସ୍ତେ ବାପ୍ତିତ ହେଲେ ଆଉ ଫିଲିପ ସହରରେ ଫିଲିପିୟ ମଣ୍ଡଳୀ ସ୍ଥାପନ ହୋଇଗଲା। ପ୍ରିୟମାନେ, ବାଇବଲ ଇତିହାସ ହେଉ, ପୃଥିବୀ ଇତିହାସ ହେଉ, ମଣ୍ଡଳୀ ଇତିହାସ ହେଉ, ଯେଉଁମାନେ ପରମେଶ୍ୱରଙ୍କ ବିରୁଦ୍ଧରେ ଲଢ଼ିବା ପାଇଁ ଚେଷ୍ଟା କରିଛନ୍ତି ତାପରେ ସେମାନେ ପରମେଶ୍ୱରଙ୍କର ସୁସମାଚାରକୁ ଚାରିଆଡ଼େ ପ୍ରଚାର କରୁଛନ୍ତି। କାରଣ ଏଇଟା ହେଉଛି ପରମେଶ୍ୱରଙ୍କ ଶକ୍ତି। ସେଥିପାଇଁ କହିବା ପାଇଁ ଚାହେଁ, ଯଦି ଆପଣ ସୁସମାଚାର ବିରୁଦ୍ଧରେ ଆପଣ ଲଢ଼ୁଛନ୍ତି